ରାବଣର ଭାଇ କୁମ୍ଭକର୍ଣ୍ଣ 6 ମାସ ଶୋଇବା ସମୟରେ ତାଙ୍କ ପତ୍ନୀଙ୍କ ସହ କ'ଣ ହେଉଥିଲା ଆସନ୍ତୁ ଏହି ଭିଡିଓ ମାଧ୍ୟମରେ ଆମେ ଜାଣିବା। ରାବଣର ସାନ ଭାଇ କୁମ୍ଭକର୍ଣ୍ଣ ରାମାୟଣର ଜଣେ ପ୍ରମୁଖ ଚରିତ୍ର ଥିଲେ। ସେ ଏତେ ବଡ଼ ଏବଂ ଭୟଙ୍କର ରାକ୍ଷସ ଥିଲେ ଯେ ଗୋଟିଏ ଦିନରେ ଅନେକ ଗାଁର ସବୁ ଖାଦ୍ୟ ଖାଇ ନେଉଥିଲେ। ଏତେ ଖାଦ୍ୟ ଖାଇବା ପରେ ମଧ୍ୟ ଯେମିତି ସେହି ଭୟଙ୍କର ରାକ୍ଷସ ପେଟରେ ମୂଷା ନୁହଁ କିନ୍ତୁ ହାତୀ ଚାଲୁଥାଏ। ଯେବେ କୁମ୍ଭକର୍ଣ୍ଣଙ୍କ କ୍ଷୁଧା ସନ୍ତୁଷ୍ଟ ନ ହୁଏ ତେବେ ସେ ତାଙ୍କ ପ୍ରଜାକୁ ମଧ୍ୟ ଖାଇ ନେଉଥିଲେ। ବ୍ରହ୍ମା ମଧ୍ୟ କୁମ୍ଭକର୍ଣ୍ଣଙ୍କ ଭୋକକୁ ନେଇକି ବହୁତ ଚିନ୍ତିତ ଥିଲେ, କାରଣ ସେ ଜାଣିଥିଲେ ଯେ ବର୍ତ୍ତମାନ ନହେଲେ ବି ଭବିଷ୍ୟତରେ କୁମ୍ଭକର୍ଣ୍ଣଙ୍କ ଭୋକ କାରଣରୁ ଦୁନିଆରେ ବିଶୃଙ୍ଖଳା ସୃଷ୍ଟି ହେବ। ଏକଥା ରାବଣ, କୁମ୍ଭକର୍ଣ୍ଣ ଏବଂ ବିଭୀଷଣ ତିନି ଭାଇ ମିଶି ବ୍ରହ୍ମାଙ୍କୁ କଠୋର ତପସ୍ୟା କରିଥିଲେ। ତାଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ସୃଷ୍ଟିକର୍ତ୍ତା ବ୍ରହ୍ମା ଦେଖା ହୋଇ ରାବଣ ଏବଂ ବିଭୀଷଣକୁ ତାଙ୍କର ମନଲାଖି ବର ପ୍ରଦାନ କରିଥିଲେ। ତାପରେ ସେ କୁମ୍ଭକର୍ଣ୍ଣଙ୍କୁ ପଚାରିଲେ, ତୁମେ କେଉଁ ବର ମାଗିବାକୁ ଚାହୁଁଛ? ସେତେବେଳେ କୁମ୍ଭକର୍ଣ୍ଣ ଭାବି ନେଇଥିଲେ ଯେ ସେ ଇନ୍ଦ୍ରାସନ ମାଗି ଜଣେ ଦିଗ୍ବିଜୟୀ ହେବେ, କିନ୍ତୁ ସୃଷ୍ଟିକର୍ତ୍ତା ବ୍ରହ୍ମା ଏହି କଥା ପୂର୍ବରୁ ହିଁ ଜାଣିଯାଇଥିଲେ। ତେଣୁ ଭଗବାନ ବ୍ରହ୍ମା ଦେବୀ ସରସ୍ୱତୀଙ୍କୁ ପ୍ରାର୍ଥନା କଲେ ଯେ କୁମ୍ଭକର୍ଣ୍ଣଙ୍କ କଣ୍ଠରେ ବସି ତାଙ୍କ କଥାକୁ ବାତୁଳ କରିଦିଅନ୍ତୁ। କୁମ୍ଭକର୍ଣ୍ଣ ବ୍ରହ୍ମାଙ୍କଠାରୁ ବର ମାଗିବା ବେଳେ ମାତା ସରସ୍ୱତୀ ବ୍ରହ୍ମାଙ୍କ ଆଦେଶ ଅନୁଯାୟୀ କୁମ୍ଭକର୍ଣ୍ଣଙ୍କର କଣ୍ଠରେ ବସି ତାଙ୍କ କଥାକୁ ବାତୁଳ କରିଦେଇଥିଲେ, ଯାହାଫଳରେ କୁମ୍ଭକର୍ଣ୍ଣ ଇନ୍ଦ୍ରାସନ କହିବା ପରିବର୍ତ୍ତେ ନିଦ୍ରାସନ କହିଥିଲେ ଓ ବ୍ରହ୍ମା ହସି ହସି ତଥାଷ୍ଟୁ ବୋଲି କହି, ଯଦ୍ୱାରା ସୃଷ୍ଟିର ସୁରକ୍ଷା ହୋଇପାରିବ। କିନ୍ତୁ ଯେତେବେଳେ ରାବଣ ଏହା ଜାଣିବାକୁ ପାଇଲେ ସେ ଭାବିଲେ ଯେ କୁମ୍ଭକର୍ଣ୍ଣ ତ ସର୍ବଦା ଶୋଇ ରହିବ। ତେଣୁ ରାବଣ ବ୍ରହ୍ମାଙ୍କୁ ଅନୁରୋଧ କରିଥିଲେ ଯେ କୁମ୍ଭକର୍ଣ୍ଣକୁ ଏହି ବରଦାନରୁ ମୁକ୍ତି କରି ତାଙ୍କୁ ଏପରି ବରଦାନ ଦିଅନ୍ତୁ ଯେପରି ସେ 6 ମାସ ଶୋଇକି ରହିବେ ଏବଂ 6 ମାସ ଜାଗ୍ରତ ଅବସ୍ଥାରେ ରହିବେ। ରାବଣର ଅନୁରୋଧ ଶୁଣି ବ୍ରହ୍ମା କୁମ୍ଭକର୍ଣ୍ଣକୁ 6 ମାସ ଶୋଇବା ଏବଂ 6 ମାସ ଜାଗ୍ରତ ରହିବାର ବରଦାନ ଦେଇଥିଲେ। ଏହି କାରଣରୁ କୁମ୍ଭକର୍ଣ୍ଣ ବର ପାଇବା ମାତ୍ରେ 6 ମାସ ପାଇଁ ଶୋଇଯାଇଥିଲେ। ଯେବେ 6 ମାସ ପରେ ଉଠିଲେ ସମସ୍ତ ଲଙ୍କାରେ ହାହାକାର ଖେଳିଗଲା, କାରଣ ତାଙ୍କ ଶରୀର ବିଶାଳକାୟ ହୋଇଥିବାରୁ ଉଠିବା ମାତ୍ରେ ସେ ଭୋକିଲା ଅନୁଭବ କରୁଥିଲେ। ସର୍ବପ୍ରଥମେ ସେ ଲଙ୍କାରେ ଖାଦ୍ୟ ଖୋଜିବା ଆରମ୍ଭ କଲେ। ସେଠାରେ ଥିବା ବଗିଚାରୁ ଫଳମୂଳ ସବୁ କାଢ଼ି ଖାଇଲେ, ତଥାପି ତାଙ୍କର ପେଟ ଭରି ନଥିଲା। ଏହାପରେ ସେ ଲଙ୍କାର ବାହାରି ଲୋକମାନଙ୍କୁ ଖାଇବା ଆରମ୍ଭ କଲେ। କୁମ୍ଭକର୍ଣ୍ଣଙ୍କ ଶରୀର ଏତେ ବିଶାଳ ଥିଲା ଯେ ସେ ଲୋକମାନଙ୍କୁ ଗୋଟିଏ ଆଙ୍ଗୁଳିରେ ଉଠାଇ ପାଟିରେ ପକାଇ ଦେଉଥିଲେ। ରାବଣ ମନ୍ଦୋଦରୀଙ୍କୁ ବିବାହ କରିବା ପରେ ସେ ତାଙ୍କ ଦୈତ୍ୟ ଭାଇ ବଳିଙ୍କୁ ତାଙ୍କ ଝିଅ ବଜ୍ରବାଲାର ହାତ କୁମ୍ଭକର୍ଣ୍ଣଙ୍କ ପାଇଁ ମାଗିଥିଲେ। ବଳି ବିରୋଚନାର ପୁତ୍ର ଥିଲେ। ଭଗବାନ ବିଷ୍ଣୁ ବାମନ ଅବତାରରେ ଯେତେବେଳେ ବଳିଙ୍କୁ ଦାନରେ 3 ପାଦ ଭୂମି ମାଗିଥିଲେ ସେହି ସମୟରେ ବଜ୍ରବାଲା ସେଠାରେ ଉପସ୍ଥିତ ଥିଲେ। ଏସବୁ ଦେଖିବା ପରେ ସେ ବହୁତ ଶକ୍ତିଶାଳୀ ହୋଇଗଲେ। ଅସ୍ତ୍ରଶସ୍ତ୍ର ତିଆରି କରିବାରେ ତାଙ୍କର ଭଲ ଜ୍ଞାନ ଥିଲା। ରାବଣଙ୍କ ନିର୍ଦ୍ଦେଶରେ କୁମ୍ଭକର୍ଣ୍ଣ ଏବଂ ବଜ୍ରବାଲାର ବିବାହ ହୋଇଗଲା। ବଜ୍ରବାଲା କୁମ୍ଭକର୍ଣ୍ଣଙ୍କ ସହ ଲଙ୍କା ଯାଇ ସେଠାରେ ଅସ୍ତ୍ରଶସ୍ତ୍ର ତିଆରି କରିବା ଆରମ୍ଭ କରିଥିଲେ। ସମୟକ୍ରମେ ବଜ୍ରବାଲା ଏବଂ କୁମ୍ଭକର୍ଣ୍ଣଙ୍କ ଔରସରୁ 2ଟି ପୁତ୍ର ସନ୍ତାନ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ନାମ କୁମ୍ଭ ଏବଂ ଅନ୍ୟ ଜଣଙ୍କର ନାମ ନିଶୁମ୍ଭ ଥିଲା। ଏହା ବ୍ୟତୀତ କୁମ୍ଭକର୍ଣ୍ଣଙ୍କର ଆଉ 2 ଜଣଙ୍କ ପତ୍ନୀ ଥିଲେ ଏବଂ ସେ ନିଜ ଇଚ୍ଛାରେ ଉଭୟ ବିବାହ କରିଥିଲେ। ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ନାମ ଥିଲା କର୍କଟୀ। ସେ ଜଣେ ଅସୁରୀ କନ୍ୟା ଥିଲେ, ଯିଏ ସାହ୍ୟାଦ୍ରୀର ରାଜକୁମାରୀ ଥିଲେ ଏବଂ କୁମ୍ଭକର୍ଣ୍ଣଙ୍କ ତାଙ୍କ ପ୍ରେମରେ ପଡ଼ିଯାଇଥିଲେ। ପରେ କୁମ୍ଭକର୍ଣ୍ଣ କର୍କଟୀଙ୍କୁ ବିବାହ କରିଥିଲେ। ସେମାନଙ୍କର ପୁତ୍ର ଭୀମାସୁର ଜଣେ ଭୟଙ୍କର ରାକ୍ଷସ ଥିଲା। କର୍କଟୀ ଏବଂ ଭୀମାସୁର ଲଙ୍କାରେ ରହୁନଥିଲେ, ସେମାନେ ଗୋଟିଏ ପର୍ବତ ଉପରେ ରହୁଥିଲେ ଏବଂ ନିଜର ଅନ୍ତ ପର୍ଯ୍ୟନ୍ତ ସେଠାରେ ହିଁ ରହୁଥିଲେ। କୁମ୍ଭକର୍ଣ୍ଣ ତୃତୀୟ ବିବାହ କୁତପୁର ରାଜ୍ୟର ମହୋଦର ନାମକ ଜଣେ ରାଜାଙ୍କ ଝିଅ ତିଡ଼ିମାଲାଙ୍କ ସହିତ ହୋଇଥିଲା ଏବଂ ସେ ଲଙ୍କାରେ ହିଁ ରହୁଥିଲେ। କୁମ୍ଭକର୍ଣ୍ଣଙ୍କ ପ୍ରଥମ ପତ୍ନୀ ବଜ୍ରବାଲାଙ୍କୁ ରାବଣ ଲଙ୍କାରେ ଅସ୍ତ୍ରଶସ୍ତ୍ର ତିଆରି କରିବା ପାଇଁ ନିଯୁକ୍ତି ଥିବା ସେନାବାହିନୀରେ ପ୍ରମୁଖ ଭାବରେ ନିଯୁକ୍ତି ଦେଇଥିଲେ, କାରଣ ଅସ୍ତ୍ରଶସ୍ତ୍ର ବିଷୟରେ ତାଙ୍କର ଗଭୀର ଜ୍ଞାନ ଥିଲା। ତେଣୁ ସେ ତାଙ୍କ ସେନାବାହିନୀ ସହିତ ଅସ୍ତ୍ରଶସ୍ତ୍ର ତିଆରି କରିବା ଆରମ୍ଭ କଲେ। କୁମ୍ଭକର୍ଣ୍ଣଙ୍କ ତୃତୀୟ ପତ୍ନୀ ତିଡ଼ିମାଲା ତାଙ୍କ ପାଇଁ 6 ମାସ ପାଇଁ ଖାଦ୍ୟ ରାନ୍ଧୁଥିଲେ, ଯାହାଦ୍ୱାରା ଯେତେବେଳେ କୁମ୍ଭକର୍ଣ୍ଣ ଜାଗ୍ରତ ହେବେ ସେ ସେହି ଖାଦ୍ୟ ଖାଇପାରିବେ। ରାବଣ ଓ କୁମ୍ଭକର୍ଣ୍ଣ ସର୍ବଦା ଅସୁର ନଥିଲେ, ବରଂ ଋଷିଙ୍କ ଅଭିଶାପ ହେତୁ ସେମାନେ ଅସୁର ହୋଇଥିଲେ। ଶାସ୍ତ୍ର ଅନୁଯାୟୀ ଭଗବାନ ବିଷ୍ଣୁଙ୍କ ଦ୍ୱାରରେ ଜୟ ଏବଂ ବିଜୟ ନାମକ 2 ଜଣ ଦ୍ୱାରପାଳ ଥିଲେ। ଥରେ ସନକ, ସନନ୍ଦନ, ସନାତନ ଏବଂ ସନକୁକୁମାର ନାମକ 4 ଜଣ ଋଷି ଭଗବାନ ବିଷ୍ଣୁଙ୍କୁ ଦେଖା କରିବାକୁ ଆସିଥିଲେ। ସେହି ସମୟରେ ଜୟ ଏବଂ ବିଜୟ ଶ୍ରୀ ବିଷ୍ଣୁଙ୍କର 2 ରକ୍ଷୀ ସେମାନଙ୍କୁ ପରିହାସ କଲେ ଓ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ସେତେବେଳେ 4 ଋଷି ବହୁତ ରାଗିଥିଲେ ଏବଂ ସେମାନଙ୍କୁ ଅଭିଶାପ ମଧ୍ୟ ଦେଇଥିଲେ। ତୁମର କର୍ମ ତ ଅସୁରୀ ପରି, ତେଣୁ ତୁମେ ବର୍ତ୍ତମାନ ଅସୁର ଯୋନିରେ ଜନ୍ମ ନେବ। ତୁମର ଏଠାରେ କୌଣସି କାମ ନାହିଁ।
ଏହାପରେ ଜୟ ଏବଂ ବିଜୟ ସେମାନଙ୍କର ଭୁଲକୁ ବୁଝିପାରିଥିଲେ ଏବଂ ସେହି ଋଷିମାନଙ୍କଠାରୁ କ୍ଷମା ମାଗିଥିଲେ। ଏହାପରେ ଋଷିମାନେ କହିଲେ, ଆମେ ଅଭିଶାପକୁ ଫେରାଇ ନେଇ ପାରିବୁ ନାହିଁ, କିନ୍ତୁ ଆମେ ଏପରି କରିପାରିବୁ ଯେ ତମକୁ ଚିରଦିନ ପାଇଁ ଅସୁର ରୂପରେ ରହିବାକୁ ପଡ଼ିବ ନାହିଁ। କେବଳ 3 ଜନ୍ମ ପାଇଁ ତୁମେମାନେ ଅସୁରର ଜନ୍ମ ନେବ ଏବଂ ଭଗବାନ ଶ୍ରୀ ବିଷ୍ଣୁ ନିଜେ 3ଟି ଜନ୍ମରେ ତୁମମାନଙ୍କୁ ମୁକ୍ତି କରିବାକୁ ଧରାପୃଷ୍ଠକୁ ଆସିବେ। ଏହାପରେ ତୁମେମାନେ ନିଜ ସ୍ଥାନକୁ ଚାଲି ଆସିବ। ପରଜନ୍ମରେ ଯେତେବେଳେ କୁମ୍ଭକର୍ଣ୍ଣ ନିଜ ଶକ୍ତି ବିଷୟରେ ଜାଣିଲେ, ସେ ନିଜ ପାଇଁ ଗର୍ବିତ ହେଲେ ଏବଂ ଯୁଦ୍ଧ ପାଇଁ ବୈକୁଣ୍ଠ ଯାଇ ଭଗବାନ ବିଷ୍ଣୁଙ୍କୁ ଆମନ୍ତ୍ରଣ କଲେ। ସେଠାରେ ସେ ନିଜର ପୂର୍ବ ରୂପ ମଧୁ ରୂପରେ ନିଜ ଭାଇ କୈଟବ ସହ ମିଶି ଭଗବାନ ବିଷ୍ଣୁଙ୍କ ସହ ଲଢ଼େଇ କରିଥିଲେ ଏବଂ 5000 ବର୍ଷ ଧରି ଏହି ଯୁଦ୍ଧ ଚାଲିଥିଲା, ଯାହାର ବର୍ଣ୍ଣନା ଦେବୀ ଭାଗବତ ପୁରାଣରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି। ଯେତେବେଳେ 5000 ବର୍ଷ ବିତିଗଲା, ଦେବୀ ଯୋଗମାୟା ସେମାନଙ୍କର ବୁଦ୍ଧି ହରାଇ ନେଲେ, ଯେଉଁଥିପାଇଁ ମଧୁ ଏବଂ କୈଟବ ଅନୁଭବ କରିଥିଲେ ଯେ ବିଷ୍ଣୁ ସେମାନଙ୍କଠାରୁ ହାରିଯାଇଛନ୍ତି। ସେମାନେ ଅହଙ୍କାରୀ ହୋଇ କହିଲେ, ହେ ବିଷ୍ଣୁ, ତୁମେ ଆମଠାରୁ କ'ଣ ବର ଚାହଁ? ତାପରେ ଭଗବାନ ବିଷ୍ଣୁ କହିଛନ୍ତି, ତୁମେ ତୁମର ମୃତ୍ୟୁର ରହସ୍ୟ କ'ଣ କୁହ? ଏବେ ଦୁହେଁ ନିଜ କଥାରେ ଫସି ଯାଇଥିଲେ। ବର୍ତ୍ତମାନ କିଛି କରିପାରିବେ ନାହିଁ, ତେଣୁ ସେମାନେ ବାଧ୍ୟ ହୋଇ କହିଥିଲେ ଯେ ସେମାନଙ୍କ ମୃତ୍ୟୁ କେବଳ ଭଗବାନଙ୍କ ଜଙ୍ଘରେ ହିଁ ହୋଇପାରିବ। ଏହା ଶୁଣି ଭଗବାନ ବିଷ୍ଣୁ ତାଙ୍କ ଶରୀରକୁ ବିସ୍ତାର କରିବାକୁ ଲାଗିଲେ ଏବଂ ସେହି 2 ଅସୁରଙ୍କୁ ନିଜ ଜଙ୍ଘର ଫାଶରେ ପକାଇ ସୁଦର୍ଶନ ଚକ୍ରରେ ସେମାନଙ୍କର ମୁଣ୍ଡ ମଧ୍ୟ କାଟି ଦେଇଥିଲେ। କିନ୍ତୁ ଅସୁର ଜନିରେ ଜନ୍ମ ହେତୁ ମଧୁ ଏବଂ କୈଟବ ପୁନର୍ବାର ଜନ୍ମ ହୋଇଥିଲେ। ତାପରେ ସେମାନେ ଭଗବାନ ବିଷ୍ଣୁଙ୍କୁ ପ୍ରାର୍ଥନା କଲେ ଯେ, ପ୍ରଭୁ, ବର୍ତ୍ତମାନ ଆମେ ଏହି ଅସୁର ରୂପରୁ ମୁକ୍ତି ହେବାକୁ ଚାହୁଁଛୁ। ଏହା ଶୁଣି ଭଗବାନ ବିଷ୍ଣୁ ହସିଲେ ଏବଂ କହିଲେ, ଏହା ପାଇଁ ଆହୁରି ଅଧିକ ସମୟ ବାକି ଅଛି। ଭଗବାନଙ୍କ କଥା ଶୁଣି ମଧୁ ପୁଣି ପଚାରିଲା, ପ୍ରଭୁ, ଆପଣ କେଉଁ ରୂପରେ ମୋତେ ଭେଟିବେ? ଉତ୍ତରରେ ଭଗବାନ ବିଷ୍ଣୁ କହିଲେ, ତ୍ରେତୟା ଯୁଗରେ ମୁଁ ଜଣେ ରାଜା ହେବି, ଯିଏ ନିଜ ପତ୍ନୀକୁ ମୁକ୍ତି କରିବା ପାଇଁ ତୁମ ରାଜ୍ୟକୁ ଆସିବି। ତୁମେ ତୁମ ବଡ଼ ଭାଇଙ୍କ ଆଜ୍ଞାରେ ଆସି ମୋ ସହିତ ଯୁଦ୍ଧ କରିବ ଏବଂ ମୋ ହାତରେ ମୃତ୍ୟୁକୁ ପ୍ରାପ୍ତି ହେବ। ଏହା କହି ପ୍ରଭୁ ବିଷ୍ଣୁ ଅଦୃଶ୍ୟ ହୋଇଗଲେ। ଭଗବାନ ବିଷ୍ଣୁ କୁମ୍ଭକର୍ଣ୍ଣଙ୍କୁ ପୂର୍ବଜନ୍ମରେ କୁମ୍ଭକର୍ଣ୍ଣ ହେବାର ସୁଯୋଗ ଦେଇଥିଲେ। ପୁରାଣରେ ଉଲ୍ଲେଖ ଅଛି, ପ୍ରକୃତରେ ଜଣେ ଋଷିଙ୍କର ଅଭିଶାପ ଅନୁଯାୟୀ କୁମ୍ଭକର୍ଣ୍ଣ ଜଙ୍ଗଲରେ ବୁଲୁଥିଲେ। ସେହି ସମୟରେ ପ୍ରଭୁ ବିଷ୍ଣୁ ଜଣେ ମେଷପାଳକ ରୂପରେ ଆସି କୁମ୍ଭକର୍ଣ୍ଣଙ୍କ ସହ ଯୁଦ୍ଧ ଆରମ୍ଭ କରିଥିଲେ। କୁମ୍ଭକର୍ଣ୍ଣ ଏତେ ଶକ୍ତିଶାଳୀ ଥିଲେ ଯେ ସେ ଭଗବାନ ବିଷ୍ଣୁଙ୍କଠାରୁ ପରାଜୟ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ ଓ ସେ ତାଙ୍କ ସହ ଲଢ଼େଇ କରିଥିଲେ। ଯେତେବେଳେ ଦୀର୍ଘ ସମୟ ଯୁଦ୍ଧ କରିବାରେ କୁମ୍ଭକର୍ଣ୍ଣ ପରାଜୟ ଗ୍ରହଣ କରୁନଥିବାର ଦେଖି ପ୍ରଭୁ ବିଷ୍ଣୁ ନିଜେ ପ୍ରକୃତ ରୂପକୁ ଆସି ତାଙ୍କର ହାତ ଧରିଥିଲେ। କୁମ୍ଭକର୍ଣ୍ଣ ତାଙ୍କୁ କହିଲେ, ପ୍ରଭୁ, ଆପଣ କହିଥିଲେ ଯେ ମୋତେ ଏହି ଅସୁର ଯୋନିରୁ ମୁକ୍ତି କରିବେ, ତେଣୁ ମୁଁ ଆପଣଙ୍କୁ ଖୋଜି ଖୋଜି ଏହି ଜଙ୍ଗଲରେ ବୁଲୁଛି। ସେହି ସମୟରେ ଭଗବାନ ବିଷ୍ଣୁ କହିଲେ, ତୁମେ ମୋତେ ଖୋଜିବା ଦରକାର ନାହିଁ। ଯେତେବେଳେ ସମୟ ଆସିବ, ମୁଁ ନିଜେ ତୁମ ପାଖରେ ପହଞ୍ଚିଯିବି। ଏହାପରେ ଭଗବାନ ବିଷ୍ଣୁ ଶ୍ରୀରାମଙ୍କ ଅବତାରରେ ଜନ୍ମଗ୍ରହଣ କରି ଅଯୋଧ୍ୟା ନଗରୀକୁ ଧନ୍ୟ କରିଥିଲେ। କୁମ୍ଭକର୍ଣ୍ଣ ପୂର୍ବରୁ ଜାଣିଥିଲେ ଯେ ଶ୍ରୀରାମ କେବେ ଲଙ୍କାକୁ ଆସିବେ ଏବଂ ତାଙ୍କୁ ଉଦ୍ଧାର କରିବେ, କିନ୍ତୁ ତା ପୂର୍ବରୁ ପ୍ରଥମେ ସେ ତାଙ୍କ ଭାଇ ହେବାର କର୍ତ୍ତବ୍ୟ ମଧ୍ୟ ପାଳନ କରିଥିଲେ। ବାସ୍ତବରେ ଯେତେବେଳେ ଶ୍ରୀରାମ ମାତା ସୀତାଙ୍କ ଉଦ୍ଧାର ପାଇଁ ଲଙ୍କା ଉପରେ ଆକ୍ରମଣ କରିଥିଲେ, ସେତେବେଳେ ସେ ଲଙ୍କାର ସେନା ସହିତ ଯୁଦ୍ଧ ଆରମ୍ଭ କରିଥିଲେ। ଏସବୁ ଦେଖି ରାବଣ ନିଜ ଭାଇ କୁମ୍ଭକର୍ଣ୍ଣଙ୍କୁ ବହୁତ କଷ୍ଟରେ ଜାଗ୍ରତ କରିଥିଲେ। ତାପରେ ରାବଣ କୁମ୍ଭକର୍ଣ୍ଣଙ୍କୁ ପୁରା କଥା କହିଥିଲେ। ତାପରେ କୁମ୍ଭକର୍ଣ୍ଣ ରାବଣଙ୍କୁ ବୁଝାଇଥିଲେ। ସେ କହିଲେ, ଭାଇ, ଦୁନିଆରେ ପୂଜିତ ହେଉଥିବା 5 କନ୍ୟା ମଧ୍ୟରୁ ସବୁଠାରୁ ସୁନ୍ଦର ସ୍ତ୍ରୀ ମନ୍ଦୋଦରୀ ତୁମ ପାଖରେ ଅଛନ୍ତି। ତୁମର ପତ୍ନୀ ଜଣେ ଧାର୍ମିକ ସ୍ତ୍ରୀ ଏବଂ ସେ ମୋ ମା ପରି। ତଥାପି ତୁମେ ବକଳ ପିନ୍ଧି ଜଙ୍ଗଲରେ ବୁଲି ଜଣେ ମହିଳାଙ୍କୁ ଅପହରଣ କରିଛ ଏବଂ ତାଙ୍କୁ ତୁମର ପତ୍ନୀ କରିବାକୁ ଚାହୁଁଛ। ତୁମ ପାଖରେ ଏବେ ବି ସମୟ ଅଛି। ଶ୍ରୀରାମଙ୍କ ନିକଟକୁ ଯାଇ କ୍ଷମା ମାଗନ୍ତୁ। ତାଙ୍କର ହୃଦୟ ବହୁତ ବଡ଼। ସେ 3 ବ୍ରହ୍ମାଣ୍ଡର ପ୍ରଭୁ ଏବଂ ସେ ନିଶ୍ଚିନ୍ତ ଭାବରେ ଆପଣଙ୍କୁ କ୍ଷମା କରିଦେବେ। ଏହାପରେ ରାବଣ କୁମ୍ଭକର୍ଣ୍ଣ ଉପରେ କ୍ରୋଧିତ ହେବାକୁ ଲାଗିଲେ। ଏହାର ପ୍ରତିବଦଳରେ କୁମ୍ଭକର୍ଣ୍ଣ ରାବଣଙ୍କୁ କହିଲେ, ଆପଣଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲି, କିନ୍ତୁ କିଛି ଫଳ ମିଳିଲା ନାହିଁ। ଜଣେ ସାନ ଭାଇର କର୍ତ୍ତବ୍ୟ ଯେ ସେ ତାଙ୍କ ବଡ଼ ଭାଇଙ୍କ ଆଦେଶ ପାଳନ କରିବ। ମୁଁ ଆପଣଙ୍କ ଆଜ୍ଞା ପାଳନ କରିବି, ଯଦିଓ ଏଥିପାଇଁ ମୋତେ ମୋ ଜୀବନକୁ ବି ବଳିଦାନ ଦେବାକୁ ପଡ଼େ। ଏହା କହି କୁମ୍ଭକର୍ଣ୍ଣ ପରଦିନ ଯୁଦ୍ଧକ୍ଷେତ୍ରକୁ ଗଲେ। କୁମ୍ଭକର୍ଣ୍ଣ ଯୁଦ୍ଧକ୍ଷେତ୍ରରେ ପହଞ୍ଚିବା ମାତ୍ରେ ସେ ବାନର ସେନାବାହିନୀକୁ ମଧ୍ୟରେ ଉତ୍ତେଜନା ସୃଷ୍ଟି କରିଥିଲେ। ସେ ପ୍ରଭୁ ଶ୍ରୀରାମଙ୍କ ସୈନ୍ୟବାହିନୀକୁ ଛିନ୍ନଛତ୍ର କରି ଅନେକ ବାନରକୁ ହତ୍ୟା ମଧ୍ୟ କରିଥିଲେ। ଯେତେବେଳେ ଶ୍ରୀରାମ ଏସବୁ ଦେଖିଲେ, ସେ ଧନୁ ଉଠାଇ କୁମ୍ଭକର୍ଣ୍ଣ ଆଡ଼କୁ ତୀର ବିନ୍ଧିଥିଲେ। କୁମ୍ଭକର୍ଣ୍ଣ ମୃତ୍ୟୁ ପରେ ରାବଣ ନିଜ ଭାଇକୁ ହରାଇ ବହୁତ ଦୁଃଖିତ ହୋଇଥିଲେ, କିନ୍ତୁ ଉଭୟ ଯୁଦ୍ଧରେ ନିହତ ହୋଇଥିଲେ, କାରଣ ଉଭୟ ବଜ୍ରବାଲା ଏବଂ ତୀଡ଼ିମାଲା ଶ୍ରୀରାମଙ୍କୁ ଏହି ଅସୁର ରୂପରୁ ମୁକ୍ତି କରିବା ପାଇଁ ପ୍ରାର୍ଥନା କରିଥିଲେ। ତେଣୁ ପ୍ରଭୁ ଶ୍ରୀରାମ ମଧ୍ୟ ସେମାନଙ୍କ ପ୍ରାର୍ଥନା ଶୁଣି ସେପରି କରିଥିଲେ। ଯଦି ଆମେ କିଛି ପୁରାଣକୁ ଦେଖିବା, ଶ୍ରୀରାମ କୁମ୍ଭକର୍ଣ୍ଣଙ୍କ ହତ୍ୟା କରିଥିଲେ। ଏହାପରେ କୁମ୍ଭକର୍ଣ୍ଣ ଅସୁରଜନୀରୁ ମୁକ୍ତି ହୋଇ ସେ ଭଗବାନ ବିଷ୍ଣୁଙ୍କ ନିକଟକୁ ଫେରି ଆସିଥିଲେ ଏବଂ ତାଙ୍କର ଦ୍ୱାରପାଳ ବିଜୟ ରୂପରେ ପୁନଃ ନିଜ କର୍ମରେ ନିଯୁକ୍ତ ହୋଇଗଲେ। ଶାସ୍ତ୍ର ମଧ୍ୟ ସୂଚିତ କରେ ଯେ 3 ଥର ଅସୁରଜନୀ ପରେ ଏବେ କୁମ୍ଭକର୍ଣ୍ଣ ନିଜର ମୂଳ ଅବତାରକୁ ଫେରିଥିଲେ।
ଏହିପରି ଭଗବାନ ବିଷ୍ଣୁଙ୍କ ଦ୍ୱାରପାଳ ଭାବରେ ତାଙ୍କ ଭାଇ ରାବଣ ମଧ୍ୟ ମୂଳ ରୂପ ଜୟକୁ ଫେରି ଆସିଥିଲେ। ଦୁଇ ଭାଇ ବର୍ତ୍ତମାନ ବୈକୁଣ୍ଠପୁରରେ ଦ୍ୱାରପାଳ ରୂପରେ ନିୟୋଜିତ ହୋଇ ଅଛନ୍ତି।